ଗଛ ମଉସା, ତୁମର କଣ ହେଇଛି? ତୁମେ ଏମିତି କାନ୍ଦୁଛ କଣ ପାଇଁ? କଣ ଆଉ କହିବି, ଏ ଟାଣ ଖରାରେ ମୋର ସବୁ ପତ୍ର ଝଡି ଯାଇଛି। ସେଥିପାଇଁ ମତେ ଏ ଖରା ଭାରି ଜୋରରେ କାଟୁଛି। ଯଦି ତୁମେ ମତେ ଟିକେ ପାଣି ଦିଅନ୍ତ ତାହେଲେ ଭଲ ହୁଅନ୍ତା। ଓ, ଏଇ ସାମାନ୍ୟ କଥା ପାଇଁ ତୁମେ କାନ୍ଦୁଛ? ରୁହ, ମୁଁ ଏଇ ସଙ୍ଗେ ସଙ୍ଗେ ଯାଇ ନଈରୁ ପାଣି ନେଇ ଆସୁଛି। ତୁମେ ତ ବହୁତ ଛୋଟ, ତୁମେ କେମିତି ପାଣି ଆଣିପାରିବ? ତୁମେ ଏଥିପାଇଁ ଚିନ୍ତା କରନି। ମୁଁ ଦେଖିଛି ଗୋଟେ ଜାଗାରେ ଘଡ଼ିଟିଏ ପଡ଼ିଥିଲା। ମୁଁ ସେଥିରେ ପାଣି ଆଣିପାରିବି। ଠିକ ଅଛି ଚଢେଇ, ତୁମେ ଯାଅ। ଏହାପରେ ଶୁଆ ଛୁଆ ସେଠୁ ଉଡ଼ି ଆସିଲା ଓ ବାଟରୁ ମାଠିଆ ନେଇ ନଈକୁ ଗଲା। ସତରେ ଏଇ ଯେଉଁ ଖରା ହେଉଛି ନା, ଗଛକୁ ବହୁତ କଷ୍ଟ ହେଉଥିବ। ଯାଉଛି, ଜଲ୍ଦି ଜଲ୍ଦି ଯାଇ ନଈରୁ ପାଣି ଆଣି ଗଛ ମୂଳରେ ଢାଳିବି। ଏମିତି କହି ଶୁଆ ନଈରୁ ପାଣି ଆଣିଲା ଓ ତାକୁ ଆଣି ସେହି ଗଛ ମୂଳରେ ଢାଳିଲା। ଓଃ, କି ଶାନ୍ତି! ଧନ୍ୟବାଦ, ଧନ୍ୟବାଦ ଚଢେଇ। ଏଥିରେ ଧନ୍ୟବାଦ ଦେବାର କଣ ଅଛି? ଆମ ଚଢ଼େଇମାନଙ୍କର ଗଛ ହେଉଛି ସାହାରା ଓ ବନ୍ଧୁ। ଆମେ କଣ ଗଛ ବିନା ବଞ୍ଚି ପାରିବୁ? ତେଣୁ ଆମେ ତୁମମାନଙ୍କର ଯତ୍ନ ନେବୁ ଓ ଧ୍ୟାନ ରଖିବୁ। ତୁମେ ବହୁତ ଭଲ। ତୁମ ନାଁ କଣ ଚଢେଇ? ମୋ ନାଁ ସାନୁ। ତୁମ ନାଁ ଯେମିତି ସୁନ୍ଦର, ତୁମ କାମ ବି ସୁନ୍ଦର। ହଉ, ମୁଁ ଏବେ ଆସୁଛି। ମା ସେପଟେ ମୋତେ ଖୋଜୁଥିବ। ଠିକ ଅଛି, ତୁମେ ଯାଅ। କାଲିକି ଏଠାକୁ ଆସିବ। ମୁଁ ତୁମ ପାଇଁ ଗୋଟେ ସୁନ୍ଦର ଜିନିଷଟିଏ ରଖିଥିବି। ଠିକ ଅଛି, ମୁଁ ଏବେ ଆସୁଛି। ଏହାପରେ ସାନୁ ସେଠୁ ଚାଲି ଆସିଲା। ଏ ସାନୁ ବହୁତ ଭଲ। ଏପଟେ ଏତେ ଚଢେଇ ଯାଉଥିଲେ, କେତେ କାହାକୁ ପାଣି ମାଗିଲି, ହେଲେ କେହି ଟିକେ ପାଣି ଦେଲେନି। ଶେଷରେ ସାନୁ ମତେ ପାଣି ଦେଲା। ଭଗବାନ ତାର ମଙ୍ଗଳ କରନ୍ତୁ। ଆରେ ତୁ ଏତେ ସମୟ ହେଲାଣି କୋଉଠି ଥିଲୁ? ମୁଁ ତତେ କେତେ ଆଡେ ଖୋଜିଲାଣି। ମା, ମୁଁ ଏଇ ପାଖରେ ଥିଲି। ସେ କଣ କି ମା, ଗୋଟେ ବୁଢା ଗଛ ପାଣି ପାଇଁ ଛଟପଟ ହେଉଥିଲା। ତାକୁ ପାଣି ଦେଇକି ଆସିଲି। ହଉ ହଉ, ଏବେ କିଛି ଖାଇ ଶୋଇ ପଡେ। ଏହାପରେ ସାନୁ କିଛି ଦାନା ଖାଇ ଶୋଇ ପଡ଼ିଲା। ପରଦିନ ସକାଳ ହେଲା। ସାନୁ ପୁଣି ଥରେ ନଈ କୂଳକୁ ଗଲା। ନଈ କୂଳରେ ତାର ଜଗୁ କାଉ ସହ ଦେଖା ହେଲା। ଆରେ ଜଗୁ, ତୁ ଏତେ ସକାଳୁ ଏଠି କଣ କରୁଛୁ? ମୋ କଥା ଛାଡ, ମୁଁ ତ ପାଣି ପିଇବାକୁ ଆସିଥିଲି। ହେଲେ ତୁ ଏ ମାଠିଆ ନେଇ କଣ ପାଇଁ ଆସିଛୁ? ସେ ଜଙ୍ଗଲ ମଝିରେ ଗୋଟେ ବୁଢା ଗଛଟିଏ ଅଛି।